ଆଜ୍ଞା ସଡନଲି ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ କରିବା ଆରମ୍ଭ କରେ ବେସିକାଲି ମୁମ୍ବାଇ ଇଣ୍ଡିଆନ୍ସ ସ୍ଲୋ ଷ୍ଟାର୍ଟ କରେ ଆଉ ସଡନଲି ଯେତେବେଳେ ୱିନିଂ ଟ୍ରାକ୍ କୁ ପଳେଇ ଆସେ ଭଲ ପ୍ରଦର୍ଶନ କରେ କିଛିଟା ହେଟର୍ସ ଆସିକି କୁହନ୍ତି ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଫିକ୍ସ କରୁଛି ହଇରେ ପେଲେଇ ପୁଅ ଯେତେବେଳେ ମୁମ୍ବାଇ ହାରୁଥିଲା ତମେ କୁଆଡେ ଯାଇଥିଲ ସେତେବେଳେ ତ କାହିଁ କହିଲନି କାହିଁ ମୁମ୍ବାଇ ମ୍ୟାଚ୍ ଫିକ୍ସ କରିକି ମ୍ୟାଚ୍ ଜିତି ପାରୁନି ତମେ କହିବନି ଭାଇ ତମେ ଜାଣିନ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ତାର ଇତିହାସ ବିଷୟରେ ତମେ ଜାଣିନ ଭାଇ ତମେ ଜାଣିନ ସେଥିପାଇଁ ଏମିତି କହୁଛ ନୂଆ ନୂଆ ଖେଳ ଦେଖୁଛ ଭାଇ ଖେଳ ଦେଖ ମୁମ୍ବାଇ ଇଣ୍ଡିଆନ୍ସ କୁ ଆଡୁ ଛାଡୁ କୁହନି କାହିଁକିନା ତମ ନଲେଜ ଏଉଠୁ ଜଣା ପଡୁଛି ଭାଇ ବୁଝିପାରୁଛ ନା ଆରେ ଯଦି ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଫିକ୍ସ କରିବ ତାହେଲେ ସେ ତ ଡାଇରେକ୍ଟ ଆଇପିଏଲ୍ ଟ୍ରଫି କିଣିଦବ ନା ଡାଇରେକ୍ଟ ଫାଇନାଲ ଖେଳିକି ସବୁ ଅପୋଜିସନ କୁ ହରେଇବ ଆରେ ଭାଇ ଚେନ୍ନାଇ ବିରୁଦ୍ଧରେ ଭଲ ଖେଳିଲା ଜିତିଲା ହାଇଦ୍ରାବାଦ ବିରୁଦ୍ଧରେ ପ୍ରଥମ ମ୍ୟାଚରେ ଭଲ ଖେଳିଲା ଜିତିଲା ଦ୍ୱିତୀୟ ମ୍ୟାଚରେ ବି ଭଲ ଖେଳିଲା ଦିଲ୍ଲୀ ବିରୁଦ୍ଧରେ ଭଲ ଖେଳିଲା ଆରେ ଭାଇ ଯୋଉଠି ଭଲ ଖେଳ ସେଇଠି ମୁମ୍ବାଇ ଇଣ୍ଡିଆନ୍ସ ଜିତେ ମୁମ୍ବାଇ ଇଣ୍ଡିଆନ୍ସ କମବ୍ୟାକ୍ କରିବା ଜାଣିଛି ଭାଇ ପ୍ରଥମେ ଖେଳ ବିଷୟରେ କିଛି ନଲେଜ ଆରୋହଣ କର ତାପରେ କହିବ